ଆଜିର ତାରିଖ ହେଉଛି 28 ଫେବୃଆରୀ 2026 ଆଉ ଆଜିର ଏହି ଗଭୀର ବିଶ୍ଳେଷଣ କାର୍ଯ୍ୟକ୍ରମକୁ ସ୍ୱାଗତ। ମାନେ ଆମେ ଆଜି କିଛି ଏମିତି ଘଟଣା ଉପରେ କଥା ହେବା ଯାହା ପ୍ରକୃତରେ ପରସ୍ପର ସହ ଜଡ଼ିତ, ଯଦିଓ ବାହାରକୁ ସେମାନେ ସମ୍ପୂର୍ଣ୍ଣ ଅଲଗା ଲାଗନ୍ତି। ହଁ, ଆମ ପାଖରେ ବିଭିନ୍ନ ରିପୋର୍ଟ, କିଛି ଗବେଷଣାତ୍ମକ ତଥ୍ୟ ଆଉ ଆଉ ଖବରର ଏକ ବଡ଼ ସମ୍ଭାର ଅଛି, କିନ୍ତୁ ଆମ ଲକ୍ଷ୍ୟ ଅଯଥା ତଥ୍ୟର ବୋଝ ଦେବା ନୁହେଁ। ଏକଦମ। ଆମର ମିଶନ ହେଉଛି କି ଏହି ସବୁ ସୂତ୍ରରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଉ ଚମତ୍କାର ଜ୍ଞାନ ବାହାର କରିବା। ଆଜି ଆମେ ଆଫଗାନିସ୍ତାନ ଏବଂ ପାକିସ୍ତାନ ସୀମାରେ ଲାଗିଥିବା ଏକ ଭୟଙ୍କର ସଂଘର୍ଷ, ମହାକାଶ ଗବେଷଣାରେ ହୋଇଥିବା ଏକ ବଡ଼ ଅପ୍ରତ୍ୟାଶିତ ବିଳମ୍ବ ଏବଂ ଜଳବାୟୁ ପରିବର୍ତ୍ତନର ଏକ ଭୟଙ୍କର ସତ୍ୟ, ତା ସହିତ T20 ବିଶ୍ୱକପ୍ର ରୋମାଞ୍ଚକର ସ୍ଥିତି ଉପରେ ବି ନଜର ପକାଇବା। ଠିକ୍ କହିଲେ। ତେବେ ଠିକ୍ ଅଛି, ଆସନ୍ତୁ ଏହାକୁ ଟିକେ ଖୋଲିକି ଦେଖିବା। ସବୁଠାରୁ ପ୍ରଥମେ ଦକ୍ଷିଣ ଏସିଆର ସେହି ସମ୍ବେଦନଶୀଳ ପ୍ରସଙ୍ଗ। ଫେବୃଆରୀ 2026ରେ ଏବେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ପୁରା ଚରମ ସୀମାରେ ପହଞ୍ଚିଛି। ପରିସ୍ଥିତି ଏତେ ଖରାପ ଯେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଏହାକୁ ସିଧାସଳଖ ଗୋଟେ ଖୋଲା ଯୁଦ୍ଧ ବା ଓପେନ୍ ୱାର୍ ବୋଲି କହିଦେଇଛନ୍ତି। ହଁ, ଏହା କୌଣସି ଛୋଟ ମନ୍ତବ୍ୟ ନୁହେଁ। ହେଲେ ଏଠାରେ ଗୋଟିଏ କଥା ସ୍ପଷ୍ଟ କରିଦେବା ନିହାତି ଦରକାର ଯେ ଆମେ ଏହି ରାଜନୈତିକ ଏବଂ ସାମରିକ ସଂଘର୍ଷରେ ସମ୍ପୂର୍ଣ୍ଣ ନିରପେକ୍ଷ ଅଛୁ। କୌଣସି ପକ୍ଷ ଆମେ ନେଉନାହୁଁ, କେବଳ ସୂତ୍ରରୁ ଆସିଥିବା ତଥ୍ୟକୁ ଆଲୋଚନା କରୁଛୁ। ବିଲକୁଲ। ଆଉ ତଥ୍ୟ କହୁଛି ଯେ ପାକିସ୍ତାନ ଦାବି କରୁଛି ଆଫଗାନିସ୍ତାନ ନିଜ ମାଟିକୁ TTP ଅର୍ଥାତ୍ ତେହରିକ୍ ଇ ତାଲିବାନ ପାକିସ୍ତାନର ଆତଙ୍କବାଦୀମାନଙ୍କୁ ଦେଉଛି। ଆଉ ଏହା ପଛରେ ଦୁଇଟି ବଡ଼ ଘଟଣା ଅଛି। ସେହି ଇସଲାମାବାଦ ମସଜିଦ ବୋମା ବିସ୍ଫୋରଣ କଥା କରୁଛନ୍ତି ତ? ହଁ, ଇସଲାମାବାଦ ମସଜିଦରେ ଯେଉଁ ବିସ୍ଫୋରଣ ହେଲା ସେଥିରେ 36 ଜଣଙ୍କର ମୃତ୍ୟୁ ହୋଇଥିଲା। ତା ପରେ ପରେ ବଜୌରରେ ଆଉ ଏକ ଆକ୍ରମଣ ହେଲା, ଯେଉଁଥିରେ 11 ଜଣ ସୈନିକ ଆଉ ଗୋଟିଏ ଛୋଟ ପିଲାର ଜୀବନ ଗଲା। ଏହାପରେ ପାକିସ୍ତାନ ଫେବୃଆରୀ 22 ତାରିଖରେ ଏକ ବଡ଼ ପଦକ୍ଷେପ ନେଲା। ଅପରେସନ ଗଜବ ଉଲ୍ ହକ୍, ଠିକ୍ ନା? ଏହା ଏକ ବିମାନ ଆକ୍ରମଣ ଥିଲା ସୀମା ଆରପଟେ। କିନ୍ତୁ ହେଲେ କାହାଣୀର ଅନ୍ୟ ପାର୍ଶ୍ୱ ମଧ୍ୟ ଅଛି। ଏକଦମ ଅଛି। ତାଲିବାନର ଦାବି ସମ୍ପୂର୍ଣ୍ଣ ଅଲଗା। ସେମାନେ କହୁଛନ୍ତି ଯେ ଏହି ଆକ୍ରମଣରେ କୌଣସି ଆତଙ୍କବାଦୀ ମରିନାହାନ୍ତି, ବରଂ 17 ଜଣ ସାଧାରଣ ନାଗରିକଙ୍କର ଜୀବନ ଯାଇଛି। ଆଉ ସବୁଠୁ ଦୁଃଖର କଥା ହେଉଛି ସେଥିରୁ 11 ଜଣ କେବଳ ଶିଶୁ ଥିଲେ। ବାପରେ, 11 ଜଣ ଶିଶୁ! ଏହାପରେ ତ ତାଲିବାନ ନିଶ୍ଚୟ ଚୁପ୍ ବସି ନଥିବ। ନା, ଆଦୌ ନୁହେଁ। ପ୍ରତିଶୋଧ ସ୍ୱରୂପ ସେମାନେ ପାକିସ୍ତାନର 15ଟି ସାମରିକ ଘାଟି ଦଖଲ କରି ନେଇଥିବାର ଦାବି କରିଛନ୍ତି। ଆଉ ଏହା ଏକ ବହୁତ ବଡ଼ କଥା। 15ଟି ସାମରିକ ଘାଟି ଏହା କ'ଣ ପ୍ରକୃତରେ ଦୁଇ ଦେଶ ଭିତରେ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧ ଆଳକୁ ଯାଉଛି? ଦେଖନ୍ତୁ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସୃଷ୍ଟି କରୁଛି। କାରଣ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ ଚୌଧୁରୀ ଏକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସମସ୍ୟାର ସମାଧାନ ପାଇଁ ଚୀନ, ଇରାନ ଏବଂ ରୁଷିଆ ଭଳି ଆଞ୍ଚଳିକ ଶକ୍ତିମାନଙ୍କର ସମର୍ଥନ ନିହାତି ଦରକାର। ଆଚ୍ଛା, ତାମାନେ ଏହା କେବଳ ଦୁଇଟି ଦେଶର ସମସ୍ୟା ହୋଇ ରହିନାହିଁ। ଯଦି ଚୀନ କିମ୍ବା ରୁଷିଆ ଏଥିରେ ପଶିବେ, ତେବେ ପୂରା ଏସିଆର ଭୂ-ରାଜନୀତି ଦହଲିଯିବ। ଠିକ୍ ସେଇଆ ହିଁ କଥା। ଏହା ଏକ ଆଞ୍ଚଳିକ ଶୀତଳ ଯୁଦ୍ଧର ରୂପ ନେଇପାରେ। ହେଲେ ଯେତେବେଳେ ଆମେ ଏହି ତିକ୍ତତା କଥା କହୁଛେ, ଆସନ୍ତୁ ଆଉ ଏକ ସମ୍ପର୍କ ଉପରେ ନଜର ପକାଇବା, ଯାହା ନିକଟରେ ବହୁତ ଖରାପ ଥିଲା କିନ୍ତୁ ଏବେ ସୁଧୁରୁଛି। ମୁଁ କାନାଡା ଏବଂ ଭାରତ କଥା କହୁଛି। ହଁ, ଏକ ବହୁତ ରୋଚକ ପରିବର୍ତ୍ତନ। ଫେବୃଆରୀ 27ରୁ କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନେ ଭାରତ ଗସ୍ତରେ ଆସିଛନ୍ତି। ଆଉ ସବୁଠୁ ବଡ଼ କଥା ହେଲା, ତାଙ୍କର ପ୍ରଥମ ରହଣି ଦିଲ୍ଲୀରେ ନୁହେଁ, ମୁମ୍ବାଇରେ ହେଲା। 2023 ମସିହାରେ ସେଇ ଖାଲିସ୍ତାନୀ ବିବାଦକୁ ନେଇ କେତେ ଝଡ଼ ଉଠିଥିଲା ଆମେ ଜାଣୁ। ଆଉ ଏବେ ହଠାତ୍ ସବୁ ଠିକ୍। ଯଦି ଆମେ ଏହାକୁ ବୃହତ୍ତର ପୃଷ୍ଠଭୂମି ସହିତ ଯୋଡ଼ିବା, ତେବେ ଆମକୁ କାର୍ନିଙ୍କର ଦାଭୋସ୍ ଲଜିକ୍କୁ ବୁଝିବାକୁ ପଡ଼ିବ। ନିକଟରେ ସେ ଦାଭୋସରେ ସତର୍କ କରାଇଥିଲେ ଯେ କାନାଡା ଓ ଭାରତ ଭଳି ଦେଶ ହେଉଛନ୍ତି ମଧ୍ୟମ ଶକ୍ତି ବା ମିଡଲ୍ ପାୱାର୍ସ। ହଁ, ଆମେରିକା କିମ୍ବା ଚୀନ ଭଳି ମହାଶକ୍ତି ନୁହନ୍ତି। ଏକଦମ। ଯଦି ଏହି ମଧ୍ୟମ ଶକ୍ତିମାନେ ଏକାଠି ନ ହୁଅନ୍ତି, ତେବେ ଆମେରିକା ଏବଂ ଚୀନ ସେମାନଙ୍କୁ ସହଜରେ ଏକ ଘରକିଆ କରିଦେବେ। ତେଣୁ ନିଜର ଆର୍ଥିକ ସ୍ୱାଧୀନତା ବଞ୍ଚାଇବାକୁ ହେଲେ ପୁରୁଣା ବିବାଦ ଭୁଲିବାକୁ ହିଁ ପଡ଼ିବ। ବାଃ, ଏହାକୁ କହନ୍ତି ବାସ୍ତବବାଦ। ଏବେ ସେମାନେ ବାଣିଜ୍ୟ, ସବୁଜ ଶକ୍ତି ଆଉ କୃତ୍ରିମ ବୁଦ୍ଧିମତ୍ତା ବା AI ଉପରେ ଏକାଠି କାମ କରିବାକୁ ଗୁରୁତ୍ୱ ଦେଉଛନ୍ତି। ରାଜନୀତି ଠାରୁ
ଅର୍ଥନୀତି ବଡ଼ ହୋଇଗଲା। ଠିକ୍ କହିଲେ। ଭାରତର ଆଇଟି ବଜାର ଏବଂ କ୍ୟାନାଡାର ସବୁଜ ଶକ୍ତି ଜ୍ଞାନକୌଶଳ ପରସ୍ପର ପାଇଁ ବହୁତ ଲାଭଦାୟକ। ଏଥିପାଇଁ ମୁମ୍ବାଇରୁ ଗସ୍ତ ଆରମ୍ଭ ହେଲା। ଏହା ଏକ ଭଲ ଖବର। କିନ୍ତୁ ଏଠାରେ ବିଷୟଟି ଆହୁରି ରୋଚକ ହୋଇଯାଉଛି। ଆସନ୍ତୁ ପୃଥିବୀରୁ ସିଧା ମହାକାଶକୁ ଯିବା। ଆର୍ଟେମିସ୍ 2 ମିଶନ କଥା ଉଠାଇଲେଣି ତ? ହଁ, ନାସାର ଆର୍ଟେମିସ୍ 2 ମିଶନ, ଯାହା ମଣିଷକୁ ପୁଣିଥରେ ଚନ୍ଦ୍ର କକ୍ଷପଥକୁ ନେଇଯାଇଥାନ୍ତା ଆଉ ଯାହା ମାର୍ଚ୍ଚ ମାସରେ ଲଞ୍ଚ ହେବାର ଥିଲା, ତାହାକୁ ଏପ୍ରିଲ 2026କୁ ଘୁଞ୍ଚାଇ ଦିଆଯାଇଛି। ଏହା ପଛର କାରଣ ବହୁତ ସୂକ୍ଷ୍ମ। ରକେଟର ଉପର ଭାଗରେ, ମାନେ ଯାହାକୁ ଇଣ୍ଟେରେମ୍ କ୍ରାୟୋଜେନିକ୍ ପ୍ରପଲ୍ସନ୍ ଷ୍ଟେଜ୍ କୁହାଯାଏ, ସେଠାରେ ଏକ ହିଲିୟମ୍ ପ୍ରବାହରେ ତ୍ରୁଟି ଦେଖାଦେଲା। ଛୋଟ ଲିକ୍, କିନ୍ତୁ ମହାକାଶରେ ତାହା ଜୀବନ ମରଣର ପ୍ରଶ୍ନ। ଆଉ ସେଇଥିପାଇଁ ଫେବୃଆରୀ 25 ତାରିଖରେ ସେହି ବିଶାଳକାୟ ରକେଟକୁ ଲଞ୍ଚ ପ୍ୟାଡ୍ରୁ ପୁଣି ଥରେ 4 ମାଇଲ ଦୂର ଭେହିକିଲ୍ ଆସେମ୍ବଲି ବିଲ୍ଡିଂ ବା ଭିଏବିକୁ ଫେରାଇ ନିଆଗଲା। ଭାବନ୍ତୁ ଟିକେ, ଏତେ ବଡ଼ ମେସିନ୍କୁ 4 ମାଇଲ ଘୁଞ୍ଚାଇବା। ହଁ, ମଣିଷର ବୈଷୟିକ ଦକ୍ଷତା ସତରେ ଚମତ୍କାରୀ। ଆମେ ମହାକାଶରେ ଏକ ଛୋଟ ହିଲିୟମ୍ ଲିକ୍ ଧରିପାରୁଛେ, କିନ୍ତୁ ଏଠାରେ ସବୁଠାରୁ ଆକର୍ଷଣୀୟ କିମ୍ବା କହିପାରିବା ଭୟାନକ କଥା ହେଉଛି ଆମ ନିଜ ପୃଥିବୀର ଅବସ୍ଥା। ଆପଣ ହେକ୍ଟୋରିଆ ଗ୍ଲାସିୟର କଥା ଆଡ଼କୁ ଇସାରା କରୁଛନ୍ତି। ବିଲକୁଲ। ଯେତେବେଳେ ଆମେ ଚନ୍ଦ୍ରକୁ ଯିବାକୁ ରକେଟ୍ ପ୍ରସ୍ତୁତ କରୁଛେ, ଆଣ୍ଟାର୍କଟିକାର ହେକ୍ଟୋରିଆ ଗ୍ଲାସିୟର ମାତ୍ର 2 ମାସ ମଧ୍ୟରେ 8 କିଲୋମିଟର ପଛକୁ ଘୁଞ୍ଚି ଯାଇଛି। 8 କିଲୋମିଟର ମାତ୍ର 2 ମାସରେ? ଏହା ତ ଇତିହାସରେ ସବୁଠାରୁ ଦ୍ରୁତତମ ପତନ। ମାନେ, ସେହି ବରଫ ପାହାଡ଼ କେତେ ଶୀଘ୍ର ତରଳି ଯାଉଛି। କାରଣ ସମୁଦ୍ରର ଉଷ୍ମ ଜଳ ଏବେ ସେହି ଗ୍ଲାସିୟର ତଳେ ପ୍ରବେଶ କରୁଛି। ଏହା ଶୁଣିଲେ ଲାଗିବ ଯେ ଆଣ୍ଟାର୍କଟିକା ତ ବହୁତ ଦୂରରେ, କିନ୍ତୁ ନା, ଏହା ଆମ ସମସ୍ତଙ୍କ ପାଇଁ ବହୁତ ବଡ଼ ବିପଦ। ଏକଦମ। ଏହା ଶୁଣୁଥିବା ପ୍ରତିଟି ଲୋକଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ, କାରଣ ବରଫ ତରଳିଲେ ସମୁଦ୍ର ପତ୍ତନ ବଢ଼ିବ, ଆଉ ତାର ସିଧାସଳଖ ପ୍ରଭାବ ଆମ ଓଡ଼ିଶା ଭଳି ଉପକୂଳବର୍ତ୍ତୀ ଅଞ୍ଚଳ ଉପରେ ପଡ଼ିବ। ହଁ, ଚନ୍ଦ୍ରଭାଗା, ପୁରୀ, ଗୋପାଳପୁର, ଏହିସବୁ ଉପକୂଳ ଅଞ୍ଚଳରେ ସମୁଦ୍ର ମାଡ଼ି ଆସିବାର ଭୟ ଏବେ କେବଳ ଗୋଟେ ଆଶଙ୍କା ହୋଇ ରହିନାହିଁ, ଏହା ଏକ ବାସ୍ତବତା ହେବାକୁ ଯାଉଛି। ଆମେ ଲକ୍ଷ ଲକ୍ଷ ମାଇଲ ଦୂରକୁ ରକେଟ୍ ପଠାଇ ପାରୁଛେ, ହେଲେ ନିଜ ଘରକୁ ବୁଡ଼ିବାରୁ ବଞ୍ଚାଇ ପାରୁନାହିଁ। ଏହା କିଭଳି ବିଡ଼ମ୍ବନା! ଖେର୍, ଏହି ଗମ୍ଭୀର ପ୍ରସଙ୍ଗରୁ ଟିକେ ମୁକୁଳି ଆସନ୍ତୁ କ୍ରୀଡ଼ା ଜଗତର କିଛି ଉତ୍ସାହଜନକ ଖବର ଉପରେ ନଜର ପକାଇବା। 2026 ଟି20 ବିଶ୍ୱକପ୍। ହଁ, ଫେବୃଆରୀ ଶେଷ ଆଡ଼କୁ ଶ୍ରୀଲଙ୍କା ଏବଂ ଭାରତରେ ଚାଲିଥିବା ଏହି ବିଶ୍ୱକପ୍ର ସୁପର 8 ପର୍ଯ୍ୟାୟ ଏବେ ପୁରା ଜୋରସୋରରେ ଚାଲିଛି। ଇଂଲଣ୍ଡ ନିଜର ପ୍ରଥମ 2ଟିଯାକ ମ୍ୟାଚ୍ ଜିତି ସେମିଫାଇନାଲରେ ସ୍ଥାନ ପକ୍କା କରିସାରିଲାଣି। ଆଉ ଫେବୃଆରୀ 27ରେ ଇଂଲଣ୍ଡ ବନାମ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ ଅଛି, ଆଉ 28 ତାରିଖରେ ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ କଡ଼ା ଟକ୍କର ହେବ। ଆଉ ଆମ ଭାରତ ବି ଗ୍ରୁପ୍ ଏରେ ଶୀର୍ଷରେ ରହି ବହୁତ ଭଲ ପ୍ରଦର୍ଶନ କରୁଛି। ଲୋକେ ପୁରା ଉତ୍ସାହର ସହିତ ଖେଳ ଦେଖୁଛନ୍ତି। କିନ୍ତୁ ଏହି କ୍ରୀଡ଼ା ଜଗତର ମନୋରଞ୍ଜନ ସହ ମୁଁ ଟେକ୍ନୋଲୋଜି ଦୁନିଆର ଏକ ବଡ଼ ଖବରକୁ ଯୋଡ଼ିବାକୁ ଚାହୁଁଛି। ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କର ସେହି ପ୍ରସ୍ତାବ କଥା ତ? ଏକଦମ। ସେ ଏକ ବିରାଟ ପ୍ରସ୍ତାବ ଦେଇଛନ୍ତି ଯେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ କମ୍ପାନୀଗୁଡ଼ିକ ସେମାନଙ୍କର ଆୟର କିଛି ଅଂଶ ମୂଳ ବିଷୟବସ୍ତୁ ପ୍ରସ୍ତୁତକାରୀ, ମାନେ କଣ୍ଟେଣ୍ଟ କ୍ରିଏଟର୍ସମାନଙ୍କୁ ରୟାଲ୍ଟି ଭାବରେ ଦେବା ଉଚିତ। ଏହା ଏକ ଯୁଗାନ୍ତକାରୀ ଚିନ୍ତାଧାରା, କାରଣ ଆଜିକାଲି ଏଆଇ ମଡେଲଗୁଡ଼ିକ ଇଣ୍ଟରନେଟ୍ରେ ଥିବା ଲକ୍ଷ ଲକ୍ଷ ଲୋକଙ୍କର ଲେଖା ଓ ଭିଡିଓ ବ୍ୟବହାର କରି ନିଜକୁ ତାଲିମ ଦେଉଛନ୍ତି, କିନ୍ତୁ ସେହି କ୍ରିଏଟର୍ସମାନଙ୍କୁ କିଛି ମିଳୁନାହିଁ। ତା ସହିତ ସେ ଡିପଫେକ୍କୁ ନେଇ ମଧ୍ୟ ଚେତାବନୀ ଦେଇଛନ୍ତି। ବିନା ଅନୁମତିରେ କାହାର ଚେହେରା କିମ୍ବା ସ୍ୱର, ଯେମିତିକି ଆମର କ୍ରିକେଟର କିମ୍ବା ଅଭିନେତାମାନଙ୍କର, ତାହା ବ୍ୟବହାର କରିବା ସମ୍ପୂର୍ଣ୍ଣ ଗ୍ରହଣଯୋଗ୍ୟ ନୁହେଁ। ହଁ, କିନ୍ତୁ ଏହାର ବାସ୍ତବିକ ପ୍ରୟୋଗ କିପରି ହେବ ତାହା ଏକ ବଡ଼ ଆହ୍ୱାନ। ଯଦି ଏଆଇ ଗୋଟିଏ ନୂଆ ଲେଖା ବାହାର କଲା, ତାହା କେଉଁ କ୍ରିଏଟରର ଡାଟାରୁ ଆସିଲା ତାହା ଖୋଜି ବାହାର କରି ରୟାଲ୍ଟି ବାଣ୍ଟିବା କାଠିକର ପାଠ। ସେଇଆ ତ। ଆଇନ ଆଉ ଟେକ୍ନୋଲୋଜି ଭିତରେ ଏକ ବଡ଼ ରେସ୍ ଚାଲିଛି। ତେବେ ଆଜିର ଏହି ଗଭୀର ଅନୁଧ୍ୟାନରୁ ଏହା ସ୍ପଷ୍ଟ ଯେ ଆମେ ଏକା ସଙ୍ଗରେ ବୈଷୟିକ ପ୍ରଗତିର ଏକଦମ ଶିଖରରେ ଥିବାବେଳେ ବହୁତ ଗୁଡ଼ିଏ ଜଟିଳ ସମସ୍ୟାର ସମ୍ମୁଖୀନ ବି ହେଉଛୁ। ଠିକ୍ କଥା। ଆମେ କେତେ ଆଗକୁ ବଢ଼ିଛେ, ପୁଣି କେତେ ପଛରେ ପଡ଼ିଛେ, ତାହା ଏହି ଘଟଣାଗୁଡ଼ିକ ଦର୍ଶାଉଛି। କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଗୋଟିଏ କଥା ଭାବନ୍ତୁ। ଯଦି ମାନବ ସମାଜ ମିଳିତ ଭାବରେ
ବିଶ୍ୱକପ୍ ଭଳି ଏକାଧିକ ଦେଶକୁ ନେଇ ଏକ ବିଶାଳ କ୍ରୀଡ଼ା ଆୟୋଜନ କରିପାରୁଛି, ଆଉ ଚନ୍ଦ୍ରକୁ ରକେଟ୍ ପଠାଇବା ପାଇଁ ଏତେ ସୂକ୍ଷ୍ମ ଜ୍ଞାନକୌଶଳର ସଫଳ ବ୍ୟବହାର କରିପାରୁଛେ, ତେବେ ସେହି ସମାନ ଇଚ୍ଛାଶକ୍ତି ଏବଂ ମଧ୍ୟମ ଶକ୍ତିମାନଙ୍କର ଏକତା, ଯେମିତି କାର୍ନେ ଦାବୋସ୍ ଲଜିକ୍ରେ କହିଥିଲେ, ତାହାକୁ ବ୍ୟବହାର କରି କ'ଣ ଆମେ ହେକ୍ଟୋରିଆ ଗ୍ଲେସିୟର ଭଳି ତରଳି ଯାଉଥିବା ଆମର ନିଜ ପୃଥିବୀକୁ ରକ୍ଷା କରିପାରିବା ନାହିଁ? ନା କେବଳ ସୀମା ବିବାଦ ଏବଂ ରାଜନୈତିକ ଯୁଦ୍ଧରେ ଆମେ ଏତେ ବ୍ୟସ୍ତ ରହିବା ଯେ ଯେତେବେଳେ ଆମେ ଚେତିବା ସେତେବେଳକୁ ବହୁତ ବିଳମ୍ବ ହୋଇସାରିଥିବ। ଏହା ଏକ ଏମିତି ପ୍ରଶ୍ନ ଯାହା ଉପରେ ସମସ୍ତଙ୍କୁ ଚିନ୍ତା କରିବାକୁ ପଡ଼ିବ। ଆଜି ପାଇଁ ଏତିକି। ନିଜର ଆଖପାଖ ପରିବେଶକୁ ଦେଖନ୍ତୁ ଆଉ ଏହି ବିରୋଧାଭାସ ଉପରେ ନିଶ୍ଚୟ ବିଚାର କରନ୍ତୁ।